एशिया कप 2025 कार्यसूची प्रकाश पाई। ଏହି ଟୁର୍ଣ୍ଣାମେଣ୍ଟ 9 ସେପ୍ଟେମ୍ବର 28 ସେପ୍ଟେମ୍ବର ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ 14 ସେପ୍ଟେମ୍ବରରେ ଖେଳାଯିବ। ଭାରତ ଏବଂ ପାକିସ୍ତାନକୁ ସମାନ ଗ୍ରୁପରେ ରଖାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ T20 ଫର୍ମାଟରେ ଖେଳାଯିବ, ଯାହା ଆଇସିସି T20 ବିଶ୍ୱକପ୍ 2026 ପାଇଁ ପ୍ରସ୍ତୁତିର ଏକ ଅଂଶ ଭାବରେ ସ୍ଥିର କରାଯାଇଛି। ସେହି ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଆୟୋଜନ କରାଯିବ। 4ଟି ଦଳକୁ ଭିନ୍ନ ଭିନ୍ନ ଗ୍ରୁପରେ ରଖାଯାଇଛି। ଭାରତ ଏବଂ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖାଯାଇଛି। ଗ୍ରୁପ୍ ଏରେ ଭାରତ, ପାକିସ୍ତାନ, ୟୁଏଇ ଓ ଓମାନ ଅଛନ୍ତି। ଗ୍ରୁପ୍ ବିରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ହଂକଂ ଅଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ 9 ସେପ୍ଟେମ୍ବରରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଆଫଗାନିସ୍ତାନ ଏବଂ ହଂକଂ ମଧ୍ୟରେ ଖେଳାଯିବ। ଭାରତର ପ୍ରଥମ ମ୍ୟାଚ୍ 10 ସେପ୍ଟେମ୍ବରରେ ୟୁଏଇ ବିପକ୍ଷରେ ହେବ। ଭାରତର ଦ୍ୱିତୀୟ ମ୍ୟାଚ୍ 14 ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷରେ ହେବ। ଭାରତ ତା'ର ତୃତୀୟ ମ୍ୟାଚ୍ 19 ସେପ୍ଟେମ୍ବରରେ ଓମାନ ବିପକ୍ଷରେ ଖେଳିବ। ଆଗାମୀ ଏସିଆ କପ୍ ସଂସ୍କରଣରେ 8ଟି ଦଳ ଅଂଶଗ୍ରହଣ କରିବେ। ଏଥିରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ହଂକଂ, ଓମାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ ଅନ୍ତର୍ଭୁକ୍ତ। ଟୁର୍ଣ୍ଣାମେଣ୍ଟରେ ଥିବା 8ଟି ଦଳକୁ 4ଟି ଲେଖାଏଁ 2ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଭାରତ, ପାକିସ୍ତାନ, ୟୁଏଇ ଏବଂ ହଂକଂ ଗ୍ରୁପ୍ ଏରେ ରଖାଯାଇଛି। ଆଫଗାନିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଓମାନକୁ ଗ୍ରୁପ୍ ବିରେ ରଖାଯାଇଛି।